ଗୋଟିଏ ସ୍ତ୍ରୀ ଭଲ ବୋହୂ ହେବା ପାଇଁ ହେଲେ ସେ ପ୍ରଥମେ ତ ଶାଶୁ ଶ୍ୱଶୁରଙ୍କୁ ନିଜେ ଭାବିବା ଦରକାର। ଶାଶୁ ଶ୍ୱଶୁର ଆମର ଭଗବାନ ପରିକା, ବାପା ମା ପରିକା। ତାଙ୍କ ଅନ୍ତେ ମୋ ସ୍ୱାମୀ ବା ମୁଁ ନିଜେ ଏ ଘରର ମାଲିକ ସଦୃଶ୍ୟ ସେମିତି ଚିନ୍ତାଧାରା କଲେ ତାହେଲେ ନିଜେ ଗୋଟେ ଭଲ ବୋହୂର ଆକ୍ଷେପ ପାଇବ। ନଚେତ୍ ତୁମେ ଯଦି ଖାଲି ଶାଶୁ ଶ୍ୱଶୁରଙ୍କୁ ଛାଡ଼ି ନିଜ ସ୍ୱାମୀଙ୍କୁ ଖାଲି ନିଜର ଭାବିବା ବୋଲି ଭାବ, ତାହେଲେ ତୁମେ କେବେ ଭଲ ବୋହୂ ହେଇପାରିବ ନାହିଁ। ଭଲ ବୋହୂ ହେବା ପାଇଁ ହେଲେ ନିଜ ମୁଣ୍ଡରେ ନିଜେ ଆଗେ ପୁରେଇବା ଦରକାର। ଶାଶୁ ଶ୍ୱଶୁର ହେଉଛନ୍ତି ଭଗବାନ ସ୍ୱରୂପ, ତେଣୁ ସେମାନଙ୍କ ଦ୍ୱାରା ଆମେ କିଛି ବି କରିପାରିବୁ ନାହିଁ। ତାହେଲେ ତୁମେ ଗୋଟେ ଭଲ